ମାଛ ମାନଙ୍କର ଆମର ଧାନି ଜାଁଳ ସବୁ ଛୋଟ ଛୋଟ ହୋଇଛନ୍ତି। ଏସବୁ ଭିଡ଼ିଓ ଆଗରେ ଅଛି, ଆପଣମାନେ ଭିଡ଼ିଓ ଭିତରେ ଦେଖିବାକୁ ପାଇବେ। ଆପଣମାନେ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପୋଖରୀକୁ ଆସି ଦେଖିଲି ବାପା ପାଣି ଭିତର ସହ ହୁଡ଼ା ଉପରୁ ମଧ୍ୟ ଘାସ ସବୁ ପରିଷ୍କାର କରିଦେଇଛନ୍ତି। ଆମର ସେପଟ ଲାଇନ୍ ଘାସ ପରିଷ୍କାର ହୋଇଛି। ବର୍ତ୍ତମାନ ବହୁତ ଜୋରେ କାଦୁଅ ହୋଇଥିବାରୁ ସାଇକେଲକୁ ବର୍ତ୍ତମାନ ଦେଖନ୍ତୁ କିଭଳି ଭାବରେ ବର୍ତ୍ତମାନ ମଉସା ନେଇକି ଯାଉଛନ୍ତି। ଜୟ ଜଗନ୍ନାଥ ଭାଇ ଭଉଣୀମାନେ, ଆପଣମାନେ ସକାଳୁ ସକାଳୁ ଗୋଟେ ନୂଆ ବ୍ଲଗରେ ସ୍ୱାଗତ କରୁଛି। ମୁଁ ଆପଣମାନଙ୍କୁ କାଲି କହୁଥିଲି ଯେ ଭ୍ଲଗ ଅପଲୋଡ଼ କରିବି ନାହିଁ ବୋଲି। ବର୍ତ୍ତମାନ ଜୋରସୋର କାମ ଲାଗି ରହିଛି। ବର୍ତ୍ତମାନ ତ କାମ ଲାଗିଛି, କିନ୍ତୁ ଆମର ଅଜୟ ସେଠି ଭାଇ କମେଣ୍ଟ ମାଧ୍ୟମରେ ଜଣାଇଲେ ଯେ ନାଇଁ ଭିଡ଼ିଓ ଗୋଟେ କରିକି ତାକୁ ମଝିରେ ସମୟ ଦେଖିକି ଏଡ଼ିଟିଂ କରିକି ଅପଲୋଡ଼ କର। ସେଥିପାଇଁ ମୁଁ ଚିନ୍ତା କଲି ଯେ ଆଜି ଗୋଟିଏ ଦିନରେ ଯାହା ବି କିଛି ଭିଡ଼ିଓ କରିବି ତାକୁ ମୁଁ ରାତିରେ ଏଡ଼ିଟିଂ କରିବି। ଦିନ ଯାକ ତ ସମୟ ହେଉନି, ରାତିରେ ଏଡ଼ିଟିଂ କରି ଆସନ୍ତା କାଲି ସେଇ ଭିଡ଼ିଓକୁ ମୁଁ ଅପଲୋଡ଼ କରିବି। ଆମର କିଶୋର ବାଲ ଅଫିସିଆଲ ଜଣେ ଚ୍ୟାନେଲ ଜଣେ ଭାଇ ସେ ମଧ୍ୟ କମେଣ୍ଟ ଦେଇଛନ୍ତି, ଭାଇ ଭିଡ଼ିଓ ଅପେକ୍ଷା ରହିଲୁ। ଯାହା ହଉ ଭାଇଙ୍କର ବହୁତ ଭଲ ପାଇବା ଅଛି, ସବୁବେଳେ ଭାଇ ଆମର ଭିଡ଼ିଓ ଦେଖୁଛନ୍ତି। ଆଉ ସମସ୍ତ ଭାଇ ମଧ୍ୟ ଭଲ ଭଲ କମେଣ୍ଟ ସବୁ ଦେଇଛନ୍ତି। ଆପଣମାନେ ସେଇ ଭଲ ପାଇବା ଯୋଗୁଁ ବର୍ତ୍ତମାନ ଆଜି ମୁଁ ପୁଣି ଥରେ ଭିଡ଼ିଓ କରିବା ଆରମ୍ଭ କରୁଛି। ଦିନ ସାରା ତ କାମ ଲାଗିଛି, ସେଇ କାମ ଭିତରେ ମୁଁ ଆପଣମାନଙ୍କୁ ଛୋଟ ଛୋଟ ଭିଡ଼ିଓ କରି ଦେଖାଇବି। କିନ୍ତୁ ମୁଁ ଭାବୁଛି ଯେ ଯଦି ମୁଁ ସବୁବେଳେ ସେଇ ଛତୁ ଚାଷର ଭିଡ଼ିଓ ଦେଖାଇବି ଆପଣମାନେ ତ ନିଶ୍ଚିନ୍ତ ଭାବରେ ବିରକ୍ତ ହେବେ। ସେଥିପାଇଁ ଭାବୁଛି ଯେ ଆମର ଛତୁ ଚାଷ କାମ ସରିଲା ପରେ ମୁଁ ଭିଡ଼ିଓ କରିବି। କିନ୍ତୁ ଆପଣମାନେ କମେଣ୍ଟ ମାଧ୍ୟମରେ ଯାହା ଜଣାଇଲେ ସେଇଥିପାଇଁ ମୁଁ ଆଉ ଭିଡ଼ିଓ ନ କରିକି ବର୍ତ୍ତମାନ ଆଉ ରହିପାରିଲି ନାହିଁ, ଭିଡ଼ିଓ କରିବାକୁ ବାଧ୍ୟ ହେଲି। ଆଉ ଦେଖନ୍ତୁ ସକାଳୁ ତଇଲାକୁ ଯାଉଥିଲି, ବର୍ତ୍ତମାନ ଅଳ୍ପ ଟିକେ ଟିକେ ବର୍ଷା ପକାଉଛି। ଆଉ ଏପଟେ ଆମର କେନାଲରେ ଦେଖନ୍ତୁ ପାଣି ବର୍ତ୍ତମାନ ଆଜିଠାରୁ ଆସିବା ଆରମ୍ଭ ହୋଇଛି। କାଲି ଆମର ରାତିରେ ଧାନି ଜାଁଳ ଆସି ଘରେ ପହଞ୍ଚିଲା। କାଲି ରାତିରେ ମଧ୍ୟ ଆମେ ପୋଖରୀରେ ଧାନି ଜାଁଳ ଛାଡ଼ି ଦେଇଛୁ, କିନ୍ତୁ ଛାଡ଼ିଲା ସମୟରେ ତ ଭିଡ଼ିଓ ଦେଖାଇ ହେବନି, କାରଣ ରାତି ହୋଇଥିଲେ ସେତେବେଳେ ଭିଡ଼ିଓ କରି ଦେଖାଇବାଟା ଅସମ୍ଭବ। ଦିନ ବେଳେ ହେଇଥିଲେ ହଁ ଭିଡ଼ିଓ କରି ହୋଇଯାଇଥାନ୍ତା। ତାପରେ ରାତିରେ ମଧ୍ୟ ସେ ବହୁତ ଦୂର ବାଟରୁ ଆସିଛନ୍ତି, ସେଥିପାଇଁ ଆମେ ଶୀଘ୍ର ଯଦି ଆମର ସେଇ ଧାନି ଜାଁଳ ଗୁଡ଼ିକୁ ନ ଛାଡ଼ିବା ତେବେ ସେ ମଧ୍ୟ ମରିଯିବେ। ସେଥିପାଇଁ ଆମେ ଶୀଘ୍ର ଛାଡ଼ିଦେଲୁ। ବର୍ଷା ତ ବର୍ତ୍ତମାନ ପକାଇଲାଣି। ବର୍ତ୍ତମାନ ମୁଁ ଛତା ଆଣିନି କି କିଛି ମୋବାଇଲକୁ ଆମର ଘୋଡ଼ାଇବା ପାଇଁ ଜରି କିଛି ଧରିକି ଆସିନି। କ'ଣ କରିବି ଆଗକୁ ପୋଖରୀ ଆଡ଼େ ବୁଲିକି ଆସିବା। ତାପରେ ଆମର ଖାଇସାରିଲା ପରେ ସକାଳୁ ନଡ଼ା କଟାଟି ଆମର ଆରମ୍ଭ ହୋଇଯିବ। ଉପରଓଳି ତ ବହୁତ ଜୋରେ ବର୍ଷା ପକାଉଛି, ସକାଳ ଓଳି ଯାହା ଦେଖିକି ନଡ଼ା ଅଳ୍ପ କାଟିଦେବା। ବର୍ତ୍ତମାନ ତ ସାଙ୍ଗମାନେ ଆମର ଦିନକୁ 20ଟି ଛତୁ ବେଡ଼ ପଡ଼ୁଛି, ଆଉ ସେଥିପାଇଁ ଆମର 200ଟି ନଡ଼ା କାଟିବାକୁ ପଡ଼ୁଛି। ଆମେ ସେଥିପାଇଁ ସକାଳୁ ନଡ଼ା କାଟାକୁଟି ସବୁ କାମ ସାରି ଦେଉଛୁ। ସାଙ୍ଗମାନେ ତଇଲାକୁ ମୁଁ ପଳେଇ ଆସିଲି। ଏପଟେ ଆମର ମାଛ ସ୍ପନ୍ ଗାଡ଼ିଆ ବର୍ତ୍ତମାନ ପ୍ରଚୁର ପରିମାଣରେ ଘାସ ହୋଇଯାଇଛି, କିଛି ପରିଷ୍କାର ହେଇନି। ସେଥିପାଇଁ ଆମେ ମାଛ ସ୍ପନ୍ ଏଇ ବର୍ଷ ଆଣିଲୁ ନାହିଁ, ଆର ବର୍ଷ ଆଣିବାକୁ ଚେଷ୍ଟା କରିବୁ। ଆଉ ଆଗରେ କାଙ୍କଡ଼ ଗଛର ଚତୁଃପାର୍ଶ୍ୱରେ ସବୁ ମାଛର ପୁରୁଣା ଜାଲ ସବୁ ଦିଆ ହୋଇଛି। ଯାହା ଏଥର ଆମର ବହୁତ ଭଲ ଉପକାର ହେଉଛି ଯେ ଆମର ଶୁଆ ଆଉ ସେ କାଙ୍କଡ଼ ଗୁଡ଼ିକୁ ଖାଇ ପାରୁନାହାନ୍ତି। ଆଉ ଭଲରେ କାଙ୍କଡ଼ ଗୁଡ଼ିକ ଟିକେ ଭଲରେ ହେଉଛି। ଆଉ ଯଦି ଆମେ କାଙ୍କଡ଼ ଗଛର ଚତୁଃପାର୍ଶ୍ୱରେ ଜାଲ ଯଦି ନ ଦେଇଥାନ୍ତୁ ତେବେ ଆମର କାଙ୍କଡ଼ ଗୋଟେ ହେଲେ ବି ଆମେ ପାଇପାରିନଥାନ୍ତୁ। ଆଜି ଏଇ ମାଛର ପୁରୁଣା ଜାଲ ଥିଲା ବୋଲି ଆମେ କାଙ୍କଡ଼ ଯୋଡ଼େ ଯାହା ଖାଇବାକୁ ପାଉଛୁ। ଇଏ ତ ବିନା ସାର ଦିଆ କାଙ୍କଡ଼, ଯାହା ଯେପରି ଫଳୁଛି ଘରେ ଖାଇବାକୁ ହେଇଯାଉଛି। ଆମେ ବିକ୍ରି କରୁନୁ ସେମିତି କାଙ୍କଡ଼, ଅଳ୍ପ ତ ଯାହା ଫଳୁଛି। ସାର ଦେଲେ ଅଧିକ କାଙ୍କଡ଼ ହେବ, କିନ୍ତୁ ଆମେ ସାର ଦେଇ ଖାଉନୁ। ଯାହା ଯେତିକି ଫଳିବ ସେତିକି ଆମେ ଖାଇବୁ। କାଙ୍କଡ଼ ଦେଖନ୍ତୁ ଛୋଟ ହୋଇଛି, ଏ ବେଶୀ ବି ବଡ଼ ହେବନି ଏଇ କାଙ୍କଡ଼। ଦେଶୀ କାଙ୍କଡ଼ ଏଗୁଡ଼ା ସବୁ, ଆଉ ବିନା ସାର ଦିଆ କାଙ୍କଡ଼। ଆପଣମାନେ ସବୁବେଳେ ଯାହା ବି ଫସଲ ପନିପରିବା କରନ୍ତୁ, ସବୁବେଳେ ଚେଷ୍ଟା କରନ୍ତୁ ବିନା ସାରରେ, ବିନା କୌଣସି କେମିକାଲରେ ସବୁବେଳେ ଫସଲ ଏବଂ ପନିପରିବା କରିବାକୁ। ଆଉ ଏପଟେ ପୋଖରୀକୁ ପଳେଇ ଆସିଲି। ପୋଖରୀ ତ ବର୍ତ୍ତମାନ ପ୍ରଚୁର ପରିମାଣରେ ଘାସ ଏଠାରେ ହୋଇଯାଇଛି। ଏଠାରେ ମଧ୍ୟ ଘାସ କାଟିବାକୁ ପଡ଼ିବ। କାଲି ଆମର ଏହି ପୋଖରୀରେ ଧାନି ଜାଁଳ ଛଡ଼ା ହୋଇଛନ୍ତି। ଆପଣମାନଙ୍କୁ ମୁଁ କାଲିର ଭିଡ଼ିଓଟି ଦେଖାଯାଉଛି। ଖାଲି ଅଳ୍ପ ଛୋଟ ଭିଡ଼ିଓରେ ମୁଁ କରିଛି ଆପଣମାନଙ୍କୁ କେବଳ ଦେଖାଇବା ପାଇଁ କିପରି କ'ଣ ଧାନି ଜାଁଳ ସବୁ ହୋଇଛି। ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ଆସି ଆମ ଗାଁରେ ମାଛମାନଙ୍କର ଧାନି ଜାଁଳ ଆସି ବର୍ତ୍ତମାନ ପହଞ୍ଚିଲା। ଏସବୁ ଜାଁଳ ଆମେ ବର୍ତ୍ତମାନ ଆମର ତଇଲା ପୋଖରୀକୁ ନେଇ ଛାଡ଼ିଦେବୁ। ଏସବୁ ଧାନି ଜାଁଳ ଭୁବନେଶ୍ୱରରୁ ସକାଳୁ ଆସିଲାଣି। ବର୍ତ୍ତମାନ ଟିକେ ଲେଟ୍ ହେଲେ ମଧ୍ୟ ମାଛ ଗୁଡ଼ିକ ମରିଯାଇପାରନ୍ତି। ଅନେକ ଛୋଟ ମାଛ ମଧ୍ୟ ଗୋଟେ ଯୋଡ଼େ ସବୁ ମରିଯାଇଛନ୍ତି ଜରି ଭିତରେ ତ ଅକ୍ସିଜେନ ଫୁଲ୍ ହେଇ ରହୁଛି। ଆମେ ପୋଖରୀରେ ନେଇ 5-10 ମିନିଟ୍ ରଖିଲା ପରେ ପୋଖରୀ ପାଣି ଆମର ଏହି ପାଣି ମିଶିଗଲା ପରେ ଆମେ ପୋଖରୀରେ
ये सब धानी जाल सब छाड़ीदबा देखो सब पहरुंच केते सुंदर लगुच देखा ये सब माछ मानकर धानी जाल चलतु बर्तमान आम गाँव में जिते सब छोट भाई मैंने अच्छा समस्त डाकी नहीं जावा कारण एकुटिया तो यू माछ जाल नहीं हम ना समस्त डाकिले समस्त भाई मैंने आमको साहाय्य करेंगे टे माछ जाल सब नबारे किंतु पोखरी तो आमर पहुँचा प्राय 15-20 मिनट समय लगे बर्तमान राति हो पोखर सब धानी जाल छाड़ा बेलू भिड करना क्षमा करदे अल्प टिके बर्तमान वर्षा पकाउला बर्तमान देखो संगे संगे बर्तमान खरा हो गला मुझे बर्तमान आसी आमर एपट केते कौन कांकड़ होती देखापी कांकड़ तो एपट देखली छोट छोट होती अनेक कांकड़ गोटे पाचिगला और आगे आमर मांडिया तली लगा होता जहाँ सब बर्तमान गछ भल भाव बढ़ी सार किसी प्रयोग होनी बिना सार दिया मांडिया खेत ये आमर जहाँ गोबर प्रयोग कराइला बिलरे मांडिया लगा पूर्वर आमर जहाँ अन्य घास सब यही मांडिया गछ मूल सब होती सब उपाड़ी देले आमर मांडिया गछ गुड़ भल भाव में बढ़ीज समय तो बर्तमान सेमती होनी बापा सेपट आमर पोखरी घास काटाकटी करुँच तो छतु चाष कम लगी रही मूलिया करवा मूलिया कर सब घास उपाड़ीदबा मांडिया गछ गुड़िकर सौंदर्य एवं आगर कांकड़ गछर चतुर्पार्श्व दिया होता कांकड़ जाल एठार देखा बहुत सुंदर लगुच एपटे आमर छटिया ताल बाहुंगारे गोटे कोड़ियाटे कराई आउट कूଅ पाखरे देखु सब गाई गेंडालिया फूल सब हो जाए आपण अंचल यही डाल को कौन कहुए आपण कमेंट मध्यम निश्चित भाव जनइबे गाई गेंडालिया फूल तो बहुत सुंदर लगुच देखापी सांग मैंने आपण सब ब्रश करुवे किंतु आपण सब जदि लिंब दांत काठिरे दांत घसीबे तेबे आपणकर दांत बहुत स्ट्रंग रहिबो आम गाँव अंचल तो दांत काठ समस्त प्राय लोक दांत घसते किंतु मुझे आमर ब्रश दांत घसे आमर यही लिंब दांत काठरे दांत घसी थाए किंतु अधिकांश आम ब्रश दांत घसु प्रायतः इे बिल आड़े आसी आम लिंब दांत काठ पर भांगी दांत घसी था तैल आड़े आसले मोर सब नजर कईथ उपर थाए किंतु कईथ तो बर्तमान पाचिक सेमती तले पड़ूनी जहाँ भी पड़ुची सकाल सकाल जी आमर ये तैल आड़े आसुवे से नहीं पलाउे बर्तमान बहुत जोर कादो हो साइकेल को बर्तमान देखु कि भाव में बर्तमान मौसा नहीं जाऊँच हाँ से सुखिला अच्छे सेपटू नहीं पड़े साइकेल प्रबल जो कादो हो साइकेल भी जापर ना साइकेल कांधे निया घर बर्तमान आसी पहुँच गले आमर नड़ा भिजा टांकी भर आम सकाल सकाल देखु पत्थर सब लोड कर देथिलु पानी लगा दे जाइथिलु पानी बर्तमान होइनी एपटे हमर सब नड़ा गुड़िक छाणी एठार रखी देछु 200 टी नड़ा तार भितर तो आमर देखंतु बर्तमान काली आमर सेपटे 12 टी बेड पड़ला एपटे आमर 8 टी बेड पड़ला 20 टी बेड काली पड़ला आज आमर से आगरे 12 टी बेड पड़िबो एपटे एपटे एटे 4 टी बेड पड़िबो से आगर गोटे बेड पड़िबो आज मध्य आमर 20 टी बेड पड़िबो आज प्राय आमर बेड यही पर्यंत आसी बाहर यही तल लाइन पर्यंत आसी बाहर बर्तमान आम सब 20 टी छतु बेड पड़ो आउपटे आमर 12 टी छतु बेड पड़ा से सब पुराना बेड उठादेव पाम्पो पाम्पो तो भल ना कौन रसन 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 कौन रसन कुमार कौन प्रधान आ झील तो भल ना कौन मानिनी कौन मानिनी कौन कहून मानिनी भई मानिनी मानिनी भई कौन सकाल खाई दी जनाक खाई न कि चलो चलो सब खाଇବା चलो 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 बिस्कुट खाइजु हाँ भल पिला सकाल जहाँ खाईदेव है हौ चलो खाଇବା चलो सकाल सकाल आम टे छतुआ खाईदे बर्तमान देखु पानी भितर चीनी टे देदेछि आ छतुआ एपटे अच्छी चीनी आमर भलरे पानी रे मिसीगला पर आम छतुआ गुड़िक एथर खाईदे सारा पर आम नड़ा काटिया खाई सारी नड़ा सब आम तल को पकाऊ ये सब नड़ा बर्तमान आमर कटा हे बर्तमान नड़ा कटा चली रे नीलदा काली जन्माष्टमी रे गलुनु कड़े कौन करिया चली तो छतु चाष काली मु भाभी जीविले अना देख मो सांग मैंने नुह कि हाँ देखे मत जाइसंती बड़ भणी यात्रा देखी अरे मो बड़ भणी तो जन्माष्टमी हो हाँ एटे मो आई हर मो आई हर काली मो मौसा आई केते फोन जानी ना नहीं बहुत थर हाँ बहुत थर फोन अरे आसबुनु कि तो बापा को नहीं आसे मु कहली जीवी हाँ हाँ करदेली खरा है
ହଁ ହ୍ୟାଁ କରିଦେଇଛି ହଁ କିନ୍ତୁ ବିଶ୍ୱାସ କରିବୁନୁ କାଲି ମୋ କଣ ହେଲା କେଜାଣି ମତେ ଭଲ ଲାଗିଲାନି କାରଣ ମୋ ସାଙ୍ଗମାନେ ଯାଇଥିଲେ ହଁ ମୁଁ ଆଜି ଫୋନ ଯଦି ମେସେଜ କଲି ଏଇ ସକାଳ ପାଇଲା ଆସି 5ଟା ଆସିକି ହଁ ମେସେଜ କଲି ଆଉ କିରେ କଣ ଉଠିନ କି କହିଲା କାଲି ଡ୍ରାମା ଦେଖିକି ନିଦ ଲାଗୁଛି ଡ୍ରାମା ଦେଖି ନିଦ ଲାଗୁଛି ଆଉ ଡ୍ରାମା ଦେଖି ନିଦ ଲାଗୁଛି ମୁଁ କହିଲି କିରେ କୋଉଠି ଯାଇଥିଲ ଡ୍ରାମା ଦେଖି କହିଲା ବଡ ହୁଇଁ ମୁଁ କହିଲି ମତେ ତ କାହିଁ ତମେ କହିନ ମୁଁ ଯାଇନଥାନ୍ତି ହଁ କହିଲା ତୁ ଯିବୁ କି ନାଇଁ ମୁଁ କି ଯାଇଲି ମୁଁ କହିଲି କିଏ ଯାଇଲି ନାଇଁ ଟିକେ ପଚାରିଗଲେ ନାଇଁ ସାଙ୍ଗଟା ଗୋଟେ ପଚାରିବ ନା ନାଇଁ ପଚାରିବା ନାଇଁ କହିଲା ମୁଁ ଡ୍ରାମା ଦେଖି ଯାଇଥିଲି ମୁଁ କହିଲି ଆଉ ମତେ ଏକୁଟିଆ ମୁଁ ଯାଇନଥାନ୍ତି କାଲି ଗୋଟେ ଯାଇଥିଲେ ସେଟା ମାଇ ହେକା ପାଖକୁ ଟିକେ ଯାଇଥାନ୍ତି ଭାରି ସେ ମତେ ଆଉ କହିପାରିନଥାନ୍ତେ କି କହିପାରିଥାନ୍ତେ କି ଆଉ କହିଥାନ୍ତା ନା ଡ୍ରାମା ଫେଣି ମୋ ମଉସା ଆଡେ ଭେଲିଆନ କରୁଛନ୍ତି ହଁ ଆଉ ମୁଁ ଯାଇଥାନ୍ତି ବହି ନା କଣ ଥରେ ଜାଣିଛୁ କି ନାଇଁ ଜାଣିନି ବହି ନାଟା ହେତେ ମନେ ପଡୁନି ସେଟା କଣ ଗୋଟେ ଥିଲା କହିଲେ ତୋର ମନେ ନାହିଁ ଆଉ ବହି ନାଟା କଣ ଗୋଟେ କହିଲା ମୋର ମନେ ନାହିଁ ଆମର ତାର କାଲି ଦିନ ସାରା କାମ ଚାଲିଛି ଦିନ ସାରା କାମ ମୁଁ ଚାଲିଛି ଭାବୁଥିଲି ଭିଡିଓ ଆଉ କରିବିନି ମାନେ କାମଟା ସରିଗଲା ପରେ ଭିଡିଓ ତାର କରିବା ବୋଲି ମୁଁ ଭାବୁଥିଲି ଆଜି ମୋ ଆଇ ଫୋନ କଲେ ରାଗିବ ହଁ କାଲି ଆସିଲୁନି କଣ ପାଇଁ କହିଲେ ସେ ବୋଧେ ଆମ ଭିଡିଓ ଦେଖୁଛନ୍ତି ମୋ ଆଇ ଭିଡିଓ ଦେଖିକି ସେ କହିବେ ତୁ ତ ଭଲ କଣ କରିବା କାମ ଟିକେ ଲାଗିଛି ବର୍ତ୍ତମାନ ପ୍ରେସର କାମ ଆଉ ସେଥିପାଇଁ କୁଆଡେ ବର୍ତ୍ତମାନ ଯାଇ ହଉନି ହଁ ପରା ଆଉ 5 ଦିନ ପରେ ଆମର ଫାର୍ମଟା ପୁରା ଫୁଲ ହେଇଯିବ କାଲି ତ ଧାନି ଜାଳ ଆଣିଲୁ ହଁ କାଲି ତ ଆମେ ଗଲେ ଆଜି ଯାଇଥିଲୁ ସକାଳେ ଦେଖି ସକାଳେ ଯାଇଥିଲି ବୁଲିବାକୁ କଣ କେମିତି କଣ ହଁ ଭଲ ଅଛନ୍ତି ଟିକେ ବର୍ତ୍ତମାନ ତ ସେମିତି ବିଶେଷ ଜଣା ପଡିବନି ହେଲା କି କାଲି ଆଣି ପକା ହେଇଛି ନା ଆରେ ପାଣି ଯୋଉ ନାହିଁ କି ଘାସ ଭାସରା ହଁ ସଫା କରିଦବା ସଫା ନ କଲେ ଛତୁ ଚାଷଟା ସରିଗଲା ପରେ ସଫା ନ କଲେ ପାରିବନି ବାପା ସେପଟେ ଆମର ସେପଟ ପୋଖରୀଟା ଯାହା ଏଠି ବର୍ତ୍ତମାନ ଯାଇ ଘାସ କାଟୁଛନ୍ତି ପାଣି ଭିତରୁ ହେପଟା ସଇଲେ ସଇଲା ପୋଖରୀଟା ଯାଇ ଘାସ କାଟିବେ ଆଉ ମାଛ ହେଲେ ହଁ ଗୋଟେ 5 କିଲିଆ ମାଛଟା କରିବି ସେଟା ମୁଁ ନେବି ଆଉ ହଁ ନବୁ ଆଉ ଧାନି ଜାଳ କାଲି କେତେ କଷ୍ଟରେ ଦେଖୁନୁ ନେଲେ କିରେ ମତେ କାଲି ମୁଁ ଆସିଲା ଆସିକି ଆଉ ଜେଜି କହିଲେ ଆଉ ଟିକେ ଯିବା ଆଉ ମୁଁ କହିଲି ହଉ ଯିବା ମୁଁ ଭାବିଲି ଜେଜି କହିଲେ ସେଟା 20ଟା ପକେଟ ଆସିଛି ନେଇପାରିବା ମୁଁ କହିଲି ଯାହା ଗୋଟେ ଡାକିବେ ନହରେ ଆଉ ଯାଉ ଆମର ସାନ ଭାଇ ମାନେ ସବୁ ସାହାଯ୍ୟ କଲେ ବାଟୁ ଚନ୍ଦନ ସେପଟେ ରାଜୁ ସମସ୍ତେ ସାହାଯ୍ୟ କଲେ ସମସ୍ତେ ସାହାଯ୍ୟ କଲେ ଭାବ ଭାଇ ସମସ୍ତେ ସାହାଯ୍ୟ କଲେ ବୋଲି ଆମେ ନେଇକି ଗଲେ ନା ଗୋଟେ ଥର করে ନେଇଗଲେ ହଁ ନହେଲେ ବାଟ କାଦୁଅ ଥର ଯିବା ଆସିବା ହେଇଥାନ୍ତା ନହେଲେ କୋଉଠି ନେଇ ପାରିଥାନ୍ତେ ନହେଲେ ନେଇ ପାରିନଥାନ୍ତେ ନାଇଁ ଆମକୁ ହେଇଥାନ୍ତା କେତେ ଥର ଆଣିଥିଲି ଗୋଟେ ଥର করে ମୁଁ ନେଲି 4ଟା ମୁଁ 4ଟା 4 ଜଣ 2 ଥର ଯିବା ଆସିବା ହେଇଥାନ୍ତା 2 ଥର ହେଇଥାନ୍ତା ଆଉ ତାର ନେଇକି ସେଠି ରଖିଲେ କେତେ ସମୟ ଆଉ ତାପରେ ସେଠୁ ପାଣି ଆଇଲା ସିକି 9ଟା ଟାଇମ ହେଇଥାନ୍ତା ହଁ ରାତିରେ ତାର ଖିଆ ପିଆ ଠିକରେ ହେଇନି ଇଆଡେ ଛତୁ ଚାଷରେ ଯୋଉ ପରିଶ୍ରମ କାମ ବର୍ତ୍ତମାନ ନଡା କଟା ଆଉ ସବୁ ଆଡକୁ ସବୁ କାମ କଲେ ଆସିକି ଟିକେ ହାଲିଆ ଲାଗୁଛି ରାତିରେ ଟିକେ ମଧ୍ୟ ଭଲରେ ଟିକେ ଶୋଇ ହଉନି ରାତିରେ ଆମର ପୁଣି ପାଣି କଟା ହଉଛି ନନ୍ଦ ଭିତରୁ ଶୀଘ୍ର ଟିକେ ନଡା ପାଣି ଛାଡିବ ବୋଲି ସବୁଆଡୁ କାମ ଲାଗିଛି ଭାବୁଥିଲି ଭିଡିଓ ବନ୍ଦ କରିଦେବି କିନ୍ତୁ କାଲି ଆମର ସମସ୍ତେ ଭାଇମାନେ ସବୁ କମେଣ୍ଟ ଦେଲେ ଯେ ନା ଭିଡିଓ ବନ୍ଦ କରନି ମଝିରେ କାମ ଦେଖିକି ମଝିରେ ଭିଡିଓ ଗୋଟେ କରିକି ତାକୁ ଏଡିଟିଂ କରି ଛାଡ ଏଠି ବର୍ତ୍ତମାନ ଆଜି ତ ଭିଡିଓଟା କରୁଛି ଏଇ ଭିଡିଓଟାକୁ ମୁଁ ରାତିରେ ଏଡିଟିଂ କରିଦେବି ରାତିରେ ଏଡିଟିଂ କରିକି ତାକୁ କାଲିକି ଛାଡିବି ଆଉ କଣ ଏମିତି କରିବି ଆଉ ବର୍ତ୍ତମାନ ଏଡିଟିଂ କରିକି ଗୋଟେ ଦିନ ଛାଡି ହଉନି ତାପରେ ଗଣେଶ ପୂଜା ଲାଗୁଛି ଆଜି ଡ୍ରେସ କିଣି ଟିକେ ଯିବା ରାଜ ସେ ଦୋକାନ କିଣିବା ଆଉ ଯିବା ଆଜି ଡ୍ରେସ କିଣିବା ଆଉ କହିଛି ହଁ ତାକୁ କହିଲି ଭଲ ଭଲ ଡ୍ରେସ ଆଣିଛି କି ନାଇଁ ତାକୁ ଭଲ ଡ୍ରେସ ଆଣିଛି ମୁଁ ତାକୁ କହିଛି ସାର୍ଟ 3ଟା ଖଣ୍ଡେ ଦବୁ ହଁ ଆଉ ଏଇଥର ଗଣେଶ ପୂଜାରୁ ଭାବୁଛି କୁର୍ତ୍ତୀଟେ ପିନ୍ଧି ଗଲି କୁର୍ତ୍ତୀଟେ କିଣିବୁ ନାଇଁ କିଣି ଦେଇଛି ରେ ମୁଁ କିଣିଛି ସେଟା 2 ଥର ଖଣ୍ଡେ ପିନ୍ଧିଯିବି ଆଉ ଥରେ ପିନ୍ଧିବି ଏଟାକୁ ଆଉ ଥରେ ପିନ୍ଧିବି ପୂଜା ସଇଲାଠୁ ଡ୍ରେସ ଟା ତୁ କିଣା ହେଇଥିବ ପିନ୍ଧିବା ଆଉ ଏଇଥର ଆମ ଗାଁ ସେଦିନ କାମ ବନ୍ଦ ସେଦିନ କାମ ବନ୍ଦ କରିଦବା କାମ ବନ୍ଦ ତାରେ ଆମେ ବର୍ତ୍ତମାନ ଆମ ସ୍ୱାଧୀନରେ ଆମକୁ କେହି ପଦେ କହିବାର ନାହିଁ ଧମକ ପକେଇନି ଯେ ତୁ ଆଜି ଏତିକି ବେଳ ପକେଇବୁ ଆମ ଇଚ୍ଛା ପୁରା ଏଇଟା ସ୍ୱାଧୀନ ଆମେ ସେଦିନ ବୁଲିବା ଖାଲି ବାଇକ ନେଇକି ଯେତେ କାମ ଥାଉ ହଁ ସେଦିନ ବୁଲିବା ସେଇଦିନ ତ ଛତୁ ଆମର ଫୁଟିଥିବ ବର୍ତ୍ତମାନ ଯିବା ହେଇ ବୁଲିବା ସିଆଡେ ଏଇ ଯୋଉ ନଦୀ ଫଦୀ ଆଡେ ଯିବା ସିଆଡେ ବୁଲିବା ଆଉ ବର୍ତ୍ତମାନ ଆମର କାମ ସବୁବେଳେ ଲାଗିଛି ନା କେତେବେଳେ ଆମେ ଟିକେ ବୁଲିବାକୁ ପାଉନେ ସେଇଦିନ ପୂଜା ଟିକେ ହବ ନିହାତି ଉପବାସ ଟିକେ ରହିବେ ଉପବାସ ରହିଲେ ଆଉ କାମ ତ କରି ହବନି କିଛି ବୁଲିବା ସେଇଦିନ ଛତୁ ଯାହା ଖାଲି ତୋଳିକି ନେଇକି ମୋ ସାଙ୍ଗ ପାଖରେ ଦେଇଦବା ଦେଇକି ତ ଖାଲି ବୁଲିବା ଆଉ କଣ ବୁଲିବା ଛତୁ ବେଢକା ଆମର କଥା ଆଉ ମୁଁ ହିସାବ କରୁଥିଲି
15 दिन भितर आमर सब नड़ा सब सरीज छतु चाष भी आम सरीज लगे आज आमर छतु मंजी गाड़ी आसूसी हाँ आमर बर्तमान एपर घरे नड़ा कटा चली आपण मान तो आम अधिक गपसप कले आपण से गोटे भिडियो देखा पसंद लगे ना कारण बर्तमान नड़ा कटा जी जहाँ है बर्तमान भिडियो टी एठार कट कर दे आम बर्तमान नड़ा कटा शेष होगा समय बर्तमान 9:51 हो गला बर्तमान ये नड़ा सब आम स्ट्रक कर रखी थे ये सब नड़ा आमर काली भिजा हे बापी बर्तमान से पुआ को छाड़ा जाए स्कूल को बर्तमान देखो टिके पड़ जाता सब तक नड़ा किंतु भाग्य भल रही जाए नड़ा सब टिके अणाई जाए नड़ा किंतु एकुटिया बांधिकी बर्तमान सब नहीं जाऊँ घर सब स्ट्रक कर रखापी आज 200 नड़ा कटा सरला देखो यही बंडल आमर सहजरे कांधरे रखी घर को नहीं गली आउ पूर्व जो नड़ा गदाटी नेली से बंडल आमर किंतु पड़ जाता टिके बाय चांस भलरे बालांस कर नहीं गली हारी बर्तमान ये आउ 100 नड़ा अच्छी ये सब नड़ा मुझे बर्तमान नहीं जी बर्तमान भिडियो कट कर दूँ बर्तमान आम सकाल बेल कम सब सरीगला बर्तमान पोखर आड़े जा पोखरी को आसी देखिली बापा पानी भीतर सह हुड़ा उपर घास सब परिष्कार कर देछन्ती आमर सेपट लाइन घास परिष्कार होती से रास्ता पाख हुड़ा पाख घास परिष्कार होनी एपट सब घास बाबा परिष्कार कर देछन्ती सेटा आउ गोटे दिन 2 दिन भाया घास काटिया समय लगे आमर तो खरारे बर्तमान एपरी सब कम लगी आपने देखुले बर्तमान नड़ा सब काटिकी नड़ा सब बुआ बुही चली सांग मैंने समय बर्तमान 10:45 होगा बहुत जोर हालिया लगुच एठार बर्तमान टे रेस्ट नौ पोखर भल सुलसुलिया पवन हो आकाश बर्तमान मेघ ढांकी देला खरा बर्तमान होता मेघ सागे सागे ढांकी देला वर्षा हो पारे आमर सकाल सब कम सरी उपरबेल की आउ किसी कम ना जहाँ खाली उपरबेले आमर छतु बेड पड़ो वर्षा हेले आमर बेड पकईदेव किसी असुविधा ना आमर बेड जो पका से ऊपर आम छतु बेड सब पुराना जरी अच्छी से भी ऊपर दे आम छतु बेड पकईदेव जिते भी बाधा विघ्न आसू आमर छतु बेड केतବେଳେ थर बंद हेब ना मंजी मझिरे मझिरे सरी जाऊँगी मंजी गाड़ी सेमती भल आसुनी बोली आमर छतु मंजी टिके बेड पकई होनी आउ सांग मैंने बर्तमान केनाल तो पानी बर्तमान आसूसी जहाँ आमर आसला बेले देखिली बिल आड़े सब पानी मारुची धान बिलरे बहुत खुशी लगुच आज मनटा आमर उपरओली देखा हम बोले पोखर आज पानी लोड कराब जहाँ पोखर देखो टे पानी कमी जाइए पोखर पानी लोड हम पोखर बर्तमान गाधोई सारी घर को जाऊँगी बापा सेपटे घर को गले गाधोई सारी आज आमर डाली होपटे कांकड़ कलरा बुद्धि भजा हो पियाज लेंबू लुण लंका धर आम बर्तमान भात खाईदे बर्तमान खाया सरीगला बापी आज डाकबी आम छतु मंजी सब बोतल भर बाहर करदेव बोतल भर बर्तमान छतु मंजी गुड़िक बाहर करामर छतु मंजीर खाली बोतल गुड़िक धरी बर्तमान आमर घंटपड़ा गाँ पाखक जाऊँ आज आम ढेंकानाल छतु मंजी गाड़ी आसूसी बापी आमर सेपटे आज छतु बेड सब पकईब छतु मंजीर खाली बोतल गुड़िक दे आमर नुआ छतु मंजी बोतल सब धरिकी आसिले एसबू आमर 0 छतु मंजी ग्रोथ होगा आमर 11-12 दिन समय लगे सेपट गोटे मेघ आसला बर्तमान शीघ्र शीघ्र घर को जाऊँगी घरे पहुँचला देखा आमर 80टा छतु मंजी अच्छी आई छतु मंजी सब 4 दिन आम शेष होपर आमर सब छतु मंजी पड़ो केतटा छतु बेड पकईलु बर्तमान पकईले 5टा 6 नंबर स्टार्ट 6 नंबर चलती शीघ्र पका सेपट बिजुली मारा हौ एकुटिया मैंने पकई पारे से दौड़ हौ शीघ्र शीघ्र पकईद मंजीरा बहुत देलु आन मुझे जाऊँ आने आम बर्तमान छतु बेड पकई दौर देखा सेपट गोटे बहुत जोर मेघटे आसला बिजुली मारिकी वर्षा जदि हो बोले जरी उपर दे आम छतु बेड पकड़ा पड़ो आज्ञा आमर 20टी छतु बेड पड़ जाइए बर्तमान और 4 दिन पर यही फार्मटी 4 दिन पर फार्मटी पूरा फुल हो आमर दादा इे बांधुंट पानी राति वर्षा हेनी नीलदा वर्षा वर्षा हम बोली बंधा हो पाल एटा गोटे घर टाइप पानी आउ भीतर बस बर्तमान पानी भी राति खोली दि जाव देखो कि भाया पत्थर कि भाया परिश्रम बापा माँ पत्थर सब दिया लोड कर बहुत ओजन लगुच बर्तमान भारी ओजन
ଆଉ ଜରିଟା ବି ପକେଇ ଦିଆହବ ହଁ ସେଟା ପକେଇ ଜରିଟା ପକେଇଦେଲେ ରାତିରେ ଆଉ ଆମର ଗୋଟେ ଟେନସନ ରହିବନି କିଛି ଆଉ ବର୍ଷା ହେଲେ ବି ନା ବର୍ଷା ହେଲେ ବି ଆଉ ଟେନସନ ରହିବନି ନାହିଁ ଆମର ମୋବାଇଲ ଗରମ ହେଇଯାଉଛି ଏକାଥରକେ ନେଟଟା ଆମର ଯଦି ମାନେ ଭଲ ଚାଲନ୍ତା ଡାଉନଲୋଡ କଲେ ସେ ଶୀଘ୍ର ହେଇଯାଉଛି କିନ୍ତୁ ଅପଲୋଡ କଲା ଆସିକି ୟୁଟ୍ୟୁବ ପଠେଇଲା ବେଳକୁ ଟିକେ ଲେଟ୍ ହଉଛି ଆଉ ହଁ ଏଟା ଟିକେ ଚିରିଯିବ ବାଗେଇକି ସାଙ୍ଗମାନେ ଛତୁ ଚାଷର ଆମର ସମସ୍ତ କାମ ବର୍ତ୍ତମାନ ସରିଗଲା ବର୍ତ୍ତମାନ ମାଛ ଚାଷ ପାଇଁ ମାଛମାନଙ୍କର ଖାଦ୍ୟ ପ୍ରସ୍ତୁତ ପାଇଁ ଧାନ ଖରାରେ ଶୁକା ହୋଇ ରଖା ହୋଇଛି ସବୁ ଧାନକୁ ଗୁଣ୍ଡ କରାହେବ ବର୍ତ୍ତମାନ ଯାଉଛି ଜଗନ୍ନାଥ ପ୍ରସାଦ ଛକକୁ ଯିବି ସେଠାରେ ମିଲ୍ ଅଛି ଧାନ ସବୁ ଦେଇକି ଆସିଲେ ଆଜି ଦେଲେ କାଲିକି ଗୁଣ୍ଡ କରି ରଖିଦେଇଥିବେ କାଲି ସକାଳୁ ଗଲେ ସବୁ ଧାନ ଗୁଣ୍ଡ ଧରିକି ଆସିବା ମାଛମାନଙ୍କୁ ଖାଇବାକୁ ଦିଆ ବର୍ତ୍ତମାନ ହେଉଛି ଆଉ ବାପା ସବୁ ମାଛମାନଙ୍କୁ ଖାଇବାକୁ ଦେଉଛନ୍ତି ବର୍ତ୍ତମାନ ଆମର ଛତୁ ଚାଷର କାମ ଲାଗି ରହିଛି ସେଥିପାଇଁ ଆପଣମାନଙ୍କୁ ସେସବୁ ଦେଖାଇ ହେଉନି ସାଙ୍ଗମାନେ ଆଜି ବର୍ତ୍ତମାନ ମୁଁ ରହୁଛି ନେକ୍ସଟ ବ୍ଲଗ୍ରେ ଦେଖା ହେବା ଗୋଟେ ନୂଆ ବ୍ଲଗ୍ ସହିତ ଆଜିର ଏହି ବ୍ଲଗ୍ଟି ଆପଣଙ୍କୁ କିପରି କ'ଣ ଲାଗିଛି ଆପଣମାନେ କମେଣ୍ଟ ମାଧ୍ୟମରେ ଆପଣଙ୍କର ମତାମତ ନିଶ୍ଚିନ୍ତ ଭାବରେ ଜଣାଇବେ ଆପଣମାନେ ସୁନ୍ଦର ସୁନ୍ଦର କମେଣ୍ଟ ଦେଉଛନ୍ତି ସେଥିପାଇଁ ବ୍ଲଗ୍ ମୁଁ ନକରି ରହିପାରିଲିନି ଆଜି ସେଥିପାଇଁ ବ୍ଲଗ୍ଟି ଆରମ୍ଭ କରିଦେଇଛି ଆପଣମାନଙ୍କର ମତାମତ ଦୟାକରି କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାନ୍ତୁ ମୋତେ ବହୁତ ଖୁସି ଲାଗିବ ଆଜି ବର୍ତ୍ତମାନ ରହୁଛି ବାଏ।